नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। मुनिमानଙ୍କ ଆଗରେ ସୁତ ଋଷି କହିଲେ, ବ୍ୟାସଦେବ ସକଳ ଶାସ୍ତ୍ର ପୁରାଣ ରଚନା କରିଥିଲେ ହେଁ ତାଙ୍କ ମନ ଅସ୍ଥିର ଥିଲା। ବ୍ୟାସଦେବଙ୍କ ନିକଟରେ ନାରଦ ଉପସ୍ଥିତ ହୋଇ କହିଲେ, ତୁମେ ଶ୍ରୀକୃଷ୍ଣଙ୍କ ଯଶ ଗୁଣ ବିଷୟରେ କିଛି ଲେଖିନଥିବାରୁ ମନରେ ଅସ୍ଥିରତା ଆସୁଛି। କୃଷ୍ଣ ପ୍ରେମରେ ସଦା ବିଭୋର ନାରଦଙ୍କ ଜୀବନ କଥା ଜାଣିବାକୁ ବ୍ୟାସ ଚାହିଁବାରୁ ନାରଦ ତାଙ୍କ ଜନ୍ମ ବୃତ୍ତାନ୍ତ କହିଲେ ଓ ସେ ସର୍ବଦା ସେହି କୃଷ୍ଣଙ୍କ ଲୀଳା ଗାଇ ଓ ନାଚି ଆନନ୍ଦରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ବ୍ୟାସଦେବଙ୍କୁ ଶ୍ରୀକୃଷ୍ଣ ଲୀଳା ବିଷୟକ ଭାଗବତ ଗ୍ରନ୍ଥ ରଚନା ପାଇଁ ନାରଦ ପରାମର୍ଶ ଦେଲେ। ମୋର ଜୀବନ କୃତକୃତ୍ୟ ଶୁଣ ହେ ସତ୍ୟବତୀ ସୁତ, ସେ ବିନୁ ନ ଜାଣଇଆନ ମୋ ସର୍ବଗତି ଭଗବାନ। କୃଷ୍ଣ ଭକତି ଭାବ ଭୋଳେ ମୋହି ଗମଇ ଅନ୍ତରାଳେ, ଦେବଙ୍କ ମଧ୍ୟରେ ମୋହି ଥାଇ ନୃତ୍ୟ କରଇ କୃଷ୍ଣ ଗାଏ। ହରିର ଭୟ ଚରଣ ଅଶେଷ ତୀର୍ଥଙ୍କର ସ୍ଥାନ, ସେ ପାଦ କଲେ ସୁମରଣ ଶୀଘ୍ରେ ମୋ ଚିତ୍ତେ ନାରାୟଣ। କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦେ ସୁଖ ନାବେ ବସି, ହେଳେ ତରିବେ ହରି ଗାଇ ଅନ୍ୟଥା ସୁଖଲେ ସନାହି। ସୁତ ଉବାଚ ସୁତ କହନ୍ତି ଅନୁରାଗେ, ଯଜ୍ଞ ସମସ୍ତ ମୁନି ଆଗେ। ନାରଦ ଜନ୍ମ କର୍ମ କଥା ବିଷ୍ଣୁ ଭକତିର ବ୍ୟବସ୍ଥା, ବ୍ୟାସଙ୍କ ଆଗେ ସର୍ବ କହି ଆନନ୍ଦେ ବୀଣା ବାଦ୍ୟ ବାଇ। ଆକାଶ ମାର୍ଗେ ଗଲେ ଏକେ ବିଜୁଳି ଯେତେ ବଳା ହକେ, ବୋଲୋ ଏ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ ଭାଗବତେ महापुराणे पारमहंसं संहितायां प्रथमस्कन्धे व्यास नारद संवादे षष्ठो अध्यायः। शौनक उवाच एमन्ते शुक मुख शुणि शौनकादि सर्वमुनि सुत मुनिଙ୍କ मुख चाहि पुनि पुछन्ति भाव बहि व्यासଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତ୍ତେ ସଂଶୟ ଯେତେ ଥିଲା ନାରଦ ବାକ୍ୟେ ଦୂର ହେଲା ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭଙ୍କୁ ଯେବେ ଦୟା
ଏମନ୍ତେ ମୁନିଙ୍କ ପ୍ରସନେ କୃଷ୍ଣ ମହିମା ଶୁଣି କର୍ଣ୍ଣେ ସୁତ କହନ୍ତି ତୋଷ ଚିତ୍ତେ ମୁନିଜନଙ୍କ ରଗ୍ରତେ। सुत उवाच से ब्रह्मनदीर पश्चिमे आश्रम सौम्या प्रासनामे जहि अशेष मुनिजन एणु अनेक यज्ञ स्थान मथिबदरी नामे वन व्यासଙ୍କ नियत आश्रम सेवने सरस्वती जले स्नान सारी प्रातः काले कृष्ण महिमा चिन्ति मने मुनि बसिले जोग ध्याने निर्मल मने ध्यान करी तक्षणे प्रभु नरहरि माया सहिते हेले दृश्य जे पूर्व पुराण पुरुष जे माया त्रिगुणे जडित अज्ञान पथे मोहग्रस्त असत्य सत्य प्राय मणि आत्मार गति न प्रमाणे तेणु से जन्मादिय अनर्थ जीवको हुई प्रापत ताहाकु थरिबा अर्थे कृष्ण भक्ति जोग पथे रचिले भागवत बाणी ए जीवतरे जाहा शुणी भक्ति करे कृष्ण पादे न पड़ी शोक मोह बादे संहिता छळे हरि बाणी सुख मुनि की घरे आणी। ସ୍ୱଭାବେ ତାଙ୍କ ନିଜ ସୁତ ହରସେ ଦେଲେ ଭାଗବତ ବିଶେଷେ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ତାଙ୍କ ମନେ ଏମନ୍ତେ ସୁତ ପ୍ରଶ୍ନ ଶୁଣି ମୁନି ସକଳେ ମନେ ଗୁଣି ମନେ ସଂଶୟୀ ଖେଦ ବହି କହନ୍ତି ସୁତ ମୁଖ ଚାହିଁ।